ଆଉ ଇଏ ହେଉଛି ଟ୍ରିକ୍ ଗୃହସ୍ଥରେ ରହି ଘରେ ରହି ସାଧନା କରିବାର। ଦିସ୍ ଇଜ୍ ଦ ଟ୍ରିକ୍। କାହାକୁ କହିବା ଦରକାର ନାହିଁ। ସିକ୍ରେଟ୍ ଟ୍ରିକ୍ କହୁଛି, କାହାକୁ କହିବା ଦରକାର ନାହିଁ। ମହାପ୍ରଭୁ ଆପଣଙ୍କ ସାମ୍ନାରେ ମାନେ ଜୀବନ୍ତ ଦେଖାଦେବେ, ଜୀବନ୍ତ। କିନ୍ତୁ କାହାକୁ କହିବେନି ଆଜ୍ଞା। କହିଲା ମାନେ ଆପଣଙ୍କ ଲୋକ ପାଗଳ ବୋଲି ଭାବିବେ। ଧୀରେ 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 ସେହି ବିଶ୍ୱାସ ଆପଣଙ୍କ ଭିତରେ ଏତେ ହେଇଯିବ ଯେ ମଲା ବେଳକୁ ବି ଆପଣଙ୍କୁ ସେହି ମହାପ୍ରଭୁ, ସେ ଚତୁର୍ଦ୍ଧା ମୂର୍ତ୍ତି ମହାପ୍ରଭୁ, ଶ୍ରୀ ଜଗନ୍ନାଥ, ବଡ଼ ଠାକୁର, ବଳିଆର ଭୁଜ, ମହାମାୟା ମା ସୁଭଦ୍ରା, ସୁଦର୍ଶନ ମହାରାଜ ଆପଣଙ୍କ ସାମ୍ନାରେ ଠିଆ ହେଇଥିବେ। ମଲା ବେଳକୁ ଆପଣଙ୍କ ମାଇଣ୍ଡଟା ଏଇ ମହାପ୍ରଭୁଙ୍କ ପାଖରେ ଥିବ ଆଉ ଆପଣ ସିଧା ଗୋଲୋକକୁ ପଳେଇବେ, ସିଧା ଷ୍ଟେଟ୍। ଦିସ୍ ଇଜ୍ ଦ ଟ୍ରିକ୍, ମରିବାର ଟ୍ରିକ୍। ଆପଣଙ୍କର 60-70 ବର୍ଷ 80 ବର୍ଷର ଜୀବନ ଭିତରେ ସେ ଗୋଟିଏ ଘଣ୍ଟା ହିଁ ମୂଲ୍ୟବାନ, ମାନେ ଅର୍ଥବୋଧକ, ବାକି ସବୁ ନିରର୍ଥକ। ଚିନ୍ତା କରନ୍ତୁ, ଭାରି ସୂକ୍ଷ୍ମ ଜିନିଷ ଆଜ୍ଞା, ସିକ୍ରେଟ୍ ଜିନିଷ। ବେଦ ଶାସ୍ତ୍ର ପୁରାଣ ସିକ୍ରେଟ୍ ଜିନିଷ ମୁଁ ଆପଣଙ୍କୁ କହୁଛି। ସମସ୍ତେ କହିବେନି ଏ ଜିନିଷ। ସିଏ ଖାଲି ଆପଣଙ୍କୁ ବୁଲେଇବେ, ଭୁଆଁ ବୁଲେଇବେ। ଯେତିକି ଟାଇମ୍ ଲାଗିଛି ସେତିକି ଟାଇମ୍ ଆପଣଙ୍କ ଜୀବନର ଗଣା ହେବ, ବାକି ସବୁ ୱେଷ୍ଟ। ଯେମିତି ଡଷ୍ଟବିନ୍ରେ କାଗଜ ଲେଖି ସାରିଲା ପରେ ୱେଷ୍ଟ ତାକୁ ଫୋପାଡ଼ି ଦିଅନ୍ତି, ସେମିତି ବାକି ତକ ଜୀବନର ଘଣ୍ଟା ସମୟ ଆପଣଙ୍କର ଫୋପାଡ଼ି ଦିଆହେବ। ଆପଣ କ'ଣ ଭାବୁଛନ୍ତି ଆଜ୍ଞା? ପଇସା ପତ୍ର ଟଙ୍କାଟେ ଦରକାର ନାହିଁ। ଭଗବାନ କ'ଣ ଆପଣଙ୍କର ପଇସା ପତ୍ର ଚାହୁଁଛନ୍ତି? ପଇସା ପତ୍ର ଚାହୁଁଛନ୍ତି ଆପଣଙ୍କର ପାରିବାରିକ ଲୋକ। ଏ ସଂସାର ଚାହୁଁଛି ଆପଣଙ୍କର ପଇସା ପତ୍ର, ଆପଣଙ୍କର ଦେହ ଚାହୁଁଛି। ସିଏ ଆପଣଙ୍କ ମନ ଚାହୁଁନାହିଁ, ସିଏ ଆପଣଙ୍କୁ ଚାହୁଁନାହିଁ। ମହାପ୍ରଭୁ ଆପଣଙ୍କୁ ଚାହୁଁଛନ୍ତି, ଆପଣଙ୍କ ମନ ଚାହୁଁଛନ୍ତି। ଏ ଟ୍ରିକ୍କୁ ସମସ୍ତେ କହୁନାହାନ୍ତି ଆଜ୍ଞା। ଖାଲି କହୁଛନ୍ତି ନାମ ଜପ କର। ଆରେ ନାମ ଜପ କରିବ ଯେ ତାର ଟ୍ରିକ୍ କେମିତି, ସେ ଟ୍ରିକ୍ କେହି କହୁନାହାନ୍ତି। କଳା ମରିବାର କଳା ସମସ୍ତଙ୍କୁ ଜଣା ନାହିଁ। ମରିବା କେମିତି ଆମେ ସେଇଟା ଚିନ୍ତା କରନ୍ତୁ। କାହିଁକିନା ମଲା ପରେ ପୁଣି କେଉଁଠି ଜନ୍ମ ହେବ, କ'ଣ ହେବ, କିଛି ଠିକ୍ ନାହିଁ। ଭଗବାନ କହୁଛନ୍ତି ଗୀତାରେ, ମରିବାର କଳା ଶିଖ ଅର୍ଜୁନ, ବଞ୍ଚିବାର କଳା ତ ସମସ୍ତଙ୍କୁ ଜଣା ଅଛି। ମରିବାର କଳା ଶିଖ। ହାତ ଗୋଡ଼ରେ ଜୁହାର ହେଉଛନ୍ତି ମହାପ୍ରଭୁକୁ। ମହାପ୍ରଭୁ କହୁଛନ୍ତି ମୁଁ କ'ଣ ମୂର୍ଖ ଦେଖାଉଛି କି ତୋତେ? ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି, ଯେଉଁ ଗୁରୁ ତତ୍ତ୍ୱକୁ ଜାଣିଛି ତାକୁ ଧର, ତାହେଲେ ଯାଇକି ତୁ ମୋ ପାଖକୁ ଆସିପାରିବୁ। ଟ୍ରିକ୍ କହିଦେଉଛି ଆଜ୍ଞା, ଟ୍ରିକ୍। ସଂସାରଟା ଏମିତି ଜିନିଷ ଯେ ଆପଣ ଦେହକୁ ସଂସାରକୁ ଦିଅନ୍ତୁ। ଏ ଦେହ ସଂସାର ଚାହୁଁଛି, ଆଉ ଭଗବାନ ଆପଣଙ୍କର ହୃଦୟ, ଆପଣଙ୍କ ମନ ଚାହୁଁଛନ୍ତି। ଦିସ୍ ଇଜ୍ ଦ ଟ୍ରିକ୍। ଆପଣ ଓଲଟା କାମ କରୁଛନ୍ତି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ, ଶ୍ରୀ ଜଗନ୍ନାଥ ସ୍ୱାମୀ, ମାତାଗଣ, ପ୍ରଭୁଜୀ, ସାଙ୍ଗମାନେ, ଭକ୍ତମାନେ। ଭକ୍ତି 9 ପ୍ରକାରର। ତେଣୁକରି ଆମେ ତାକୁ କହନ୍ତି ନୈବେଦ୍ୟ ଭକ୍ତି। ଆଜ୍ଞା ହଁ, ଭକ୍ତି 9 ପ୍ରକାରର। ଏବେ ଭକ୍ତି ଆମେ କରିବା କିପରି? ସମସ୍ତେ ଯେମିତି ଆମେ ଘରେ ରହୁଛନ୍ତି, ମ୍ୟାକ୍ସିମମ୍ ଯିଏ ଭିଡ଼ିଓ ଦେଖୁଛି 99% ଗୃହସ୍ଥ ଥିବ। ଯଦି ବି କିଏ ଦେଖୁଥିବ ସେ ବ୍ରହ୍ମଚାରୀ ଥିବ ମୋ ଭଳିଆ। ବହୁତ କମ୍ ଥିବେ, 0.99%, ମାନେ 0.11%। ବାକି 99% ସବୁ ଗୃହସ୍ଥ ଥିବେ, କିମ୍ବା ଗୃହସ୍ଥ ହେବାକୁ ଯାଉଥିବେ, କିମ୍ବା ଇଚ୍ଛୁକ ଥିବେ। ତେଣୁକରି ଗୃହସ୍ଥମାନଙ୍କ ପାଇଁ କେମିତି ଘରେ ରହିକି ଭକ୍ତି କେମିତି ହେବ? ଭଗବାନ ତ କହୁଛନ୍ତି ମୁଁ ତ ସବୁଠି ବିଦ୍ୟମାନ ଅଛି। ଗୃହସ୍ଥ ପାଇଁ ବି ଭକ୍ତି, ବ୍ରହ୍ମଚାରୀ ପାଇଁ ବି ଭକ୍ତି, ସନ୍ନ୍ୟାସୀ ପାଇଁ ବି ଭକ୍ତି, ବାନପ୍ରସ୍ଥ ଆଶ୍ରମ ପାଇଁ ବି ଭକ୍ତି। ଯିଏ ଯେଉଁ ଆଶ୍ରମରେ ଅଛ, ଗୃହସ୍ଥ, ବ୍ରହ୍ମଚାରୀ, ବାନପ୍ରସ୍ଥ, ସନ୍ନ୍ୟାସ। କଳିଯୁଗର ସନ୍ନ୍ୟାସ କେହି ନିଅନ୍ତିନି, ନେବା ବି ଦରକାର ନାହିଁ। ବାନପ୍ରସ୍ଥ ପର୍ଯ୍ୟନ୍ତ ଲିମିଟ୍। କିନ୍ତୁ ବର୍ତ୍ତମାନ ଆମେ ଜାଣିବା ଯେ ଭକ୍ତି ଘରେ କେମିତି କରିବା ଆଜ୍ଞା, ନୈବେଦ୍ୟ ଭକ୍ତି। ତ ଯେମିତି କରିକି ଭକ୍ତି 9 ପ୍ରକାରର, ତେଣୁକରି ଆମେ କୁହାଯାଏ ନୈବେଦ୍ୟ ଭକ୍ତି। ତେଣୁକରି ଭଗବାନ ଏଠି କହୁଛନ୍ତି ଯେ ଭକ୍ତି ତୁ ଚାହିଁଲେ 9ଟା ବି କରିପାରିବୁ। ଗୋଟିଏ କରିପାରିବୁ, 2ଟା କରିପାରିବୁ, 3ଟା କରିପାରିବୁ, 4ଟା କରିପାରିବୁ, 5ଟା କରିପାରିବୁ, 6ଟା କରିପାରିବୁ, 7ଟା କରିପାରିବୁ, 8ଟା କରିପାରିବୁ, 9ଟା କରିପାରିବୁ। ଆଉ ଯଦି ଚାହୁଁଛୁ ସବୁଠାରୁ କମ୍ ଶୀଘ୍ର ହେଇଯିବ, ତାହେଲେ ଗୋଟିଏ କରିବୁ। ସେଇ ଗୋଟିଏଟା ହେଉଛି ମନରେ ସ୍ମରଣ। ଚୈତନ୍ୟ ମହାପ୍ରଭୁ, ଭଗବାନ ଶ୍ରୀକୃଷ୍ଣ ନିଜେ, ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ ଭକ୍ତିର ଅର୍ଥ ହେଉଛି ନିରନ୍ତର ସ୍ମରଣ, ମନର ସ୍ମରଣ। ମନରୁ ମହାପ୍ରଭୁ, ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଡାକିବା, ଇଏ ହେଉଛି ଭକ୍ତି। ମନେର ସ୍ମରଣ। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ କହୁଛନ୍ତି ଯେ ଭକ୍ତିର ଅର୍ଥ ହେଉଛି ମନରେ ସ୍ମରଣ କରିବା। ଇଏ ପ୍ରଥମ ଜିନିଷ, ଇଏ କମ୍ପଲସରି। ତାପରେ ଆପଣ ଆଉ ତାକୁ ମିଶାନ୍ତୁ। ଏ ମନର ସ୍ମରଣ ପ୍ରଥମ। ତାପରେ ଆପଣ ଅଲଗା କରନ୍ତୁ। ନାମ ଜପ କରିବେ, ସିଏ ଆସିଗଲା। କୀର୍ତ୍ତନ କରିବେ, ସିଏ ଆସିଗଲା। ଶ୍ରବଣ କରିବେ, ସିଏ ଆସିଗଲା। ତାପରେ ପୁଣି ଆସୁଛି ପ୍ରସାଦ ଲଗେଇବେ, ଭୋଗ ଲଗେଇବେ, ସିଏ ଆସିଗଲା। ଧୂପ ଦୀପ ଅଗୁରୁ ଚନ୍ଦନ ଲଗେଇବେ, ସିଏ ଆସିଗଲା। କପଡ଼ା ପିନ୍ଧିବେ, ସିଏ ଆସିଗଲା। ଏସବୁ ଜିନିଷ। ତ ପ୍ରଥମ ହେଉଛି ଜୀବନ, ପ୍ରାଣ,
ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ସ୍ମରଣ ହେଉଛି ଭକ୍ତିର ପ୍ରାଣ। ତେଣୁ ଏ ଜିନିଷକୁ ବୁଝନ୍ତୁ, ପ୍ରଥମେ ସ୍ମରଣ କରିବେ। ସାଧାରଣ ପରିସ୍ଥିତିରେ ବି ଆପଣ ଦେଖନ୍ତୁ, ଭୌତିକ ଜଗତରେ ବି ଯଦି ଆପଣ କାହାକୁ ଡାକନ୍ତି, କେମିତି ଡାକନ୍ତି ଆଜ୍ଞା? ତାର ଟ୍ରିକ୍ଟା ମନେ ରଖନ୍ତୁ, କେହି ଆପଣଙ୍କୁ ବାରମ୍ବାର ଏ ଜିନିଷ କହିବେ ନାହିଁ। ବେଦଶାସ୍ତ୍ର ପୁରାଣର ଯେତିକି ନିଚୋଡ଼କୁ ମୁଁ ଦେଶୀ ଭାଷାରେ କହୁଛି ଆପଣଙ୍କୁ, ସମସ୍ତେ ବୁଝିପାରିବେ। ଯେତିକି ମାଆ ମାନେ ଅଛନ୍ତି, ପ୍ରଭୁମାନେ ଅଛନ୍ତି, ସାଧାରଣ ଯିଏ ଭକ୍ତମାନେ ଅଛନ୍ତି ବୁଝିପାରିବେ ଆରାମରେ। ଏ ଟ୍ରିକ୍କୁ ସମସ୍ତେ କହୁନାହାନ୍ତି ଆଜ୍ଞା, ଖାଲି କହୁଛନ୍ତି ନାମ ଜପ କର। ଆରେ ନାମ ଜପ କରିବ ଯେ ତାର ଟ୍ରିକ୍ କେମିତି, ସେ ଟ୍ରିକ୍ କେହି କହୁନାହାନ୍ତି। ଶୁଣିବ ଯେ କାହାଠୁ ଶୁଣିବ? ପ୍ରବଚନ କାହାଠୁ ଶୁଣିବା ଦରକାର? ଯଦି ଅଧା କଚରା ମାନଙ୍କଠୁ ଶୁଣିବ ଯେ ଜାଣିନାହାନ୍ତି, ଭୁଲ ଭାଲ ଆପଣଙ୍କୁ କହିବେ, ଆପଣ ତ ଭୁଲ ରାସ୍ତାରେ ପଳେଇବେ। ତେଣୁକରି ଯିଏ ଅଥେଣ୍ଟିକେଟେଡ୍ ଗୁରୁ, ଯିଏ ପଢ଼ିଛି, ଯିଏ ତତ୍ତ୍ୱକୁ ଜାଣିଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି ଯେଉଁ ଗୁରୁ ତତ୍ତ୍ୱକୁ ଜାଣିଛି ତାକୁ ଧର, ତାହେଲେ ଯାଇକି ତୁ ମୋ ପାଖକୁ ଆସିପାରିବୁ, ନହେଲେ ସବୁ ଖେଳ ହେଇଯିବ, ଭୁଲ ଭାଲ ହେଇଯିବ। ଯେମିତି ଆଗରୁ ଅନନ୍ତ ଜନ୍ମରୁ ବୁଲି ଆସୁଛୁ, ସେମିତି ପୁଣି ବୁଲୁଥିବୁ, ପୁଣି ମଣିଷ ଜନ୍ମ ପାଇବୁ, କେତେବେଳେ କୁକୁର ଜନ୍ମ ପାଇବୁ, କେତେବେଳେ ଗଛ ଜନ୍ମ ପାଇବୁ, ଚାଲିଥିବ। ତେଣୁକରି ଭକ୍ତି ପ୍ରଥମ ଜିନିଷ ହେଉଛି ରୂପ ଧ୍ୟାନ। ମନରେ ପ୍ରଥମେ ଭାବିବେ। ଯେମିତି ମୁଁ ବର୍ତ୍ତମାନ କହୁଥିଲି ଭୌତିକ ଜଗତରେ ଆପଣ କାହାକୁ ଡାକୁଛନ୍ତି? ମାଆଙ୍କୁ ଡାକୁଛନ୍ତି। ଆପଣଙ୍କ ଘରେ ଆପଣଙ୍କ ମାଆଙ୍କୁ ଡାକୁଛନ୍ତି, ମମିକୁ ଡାକୁଛନ୍ତି, ବୋଉ, ମୁଁ ବୋଉ ବୋଲି ଡାକେ, ବୋଉକୁ ଡାକୁଛନ୍ତି। କେମିତି ଡାକିବେ ଆପଣ? ଆପଣ କହିବେ, ଡାକିଲା ବେଳକୁ କେମିତି ମୁହଁରେ ଡାକିବ, ଆଉ କ'ଣ? ବୋଉ ବୋଉ, ନହେଲେ ମା ମା, ନହେଲେ ମମି ମମି। ନା ନା, ଦିସ୍ ଇଜ୍ ରଙ୍ଗ। ଚିନ୍ତା କରନ୍ତୁ, ଭାରି ସୂକ୍ଷ୍ମ ଜିନିଷ ଆଜ୍ଞା, ସିକ୍ରେଟ୍ ଜିନିଷ। ବେଦ ଶାସ୍ତ୍ର ପୁରାଣ ସିକ୍ରେଟ୍ ଜିନିଷ ମୁଁ ଆପଣଙ୍କୁ କହୁଛି। ସମସ୍ତେ କହିବେନି ଏ ଜିନିଷ, ସିଏ ଖାଲି ଆପଣଙ୍କୁ ବୁଲେଇବେ, ଭୁଆଁ ବୁଲେଇବେ, ଯଜ୍ଞ କରିଦେ, ହୋମ କରିଦେ। ଆରେ ମନ କେଉଁଠି ଥିଲା? ତେଣୁକରି ଆମେ କଥା ହେବା, ଯେତେବେଳେ ଆପଣ ବୋଉକୁ ଡାକୁଛନ୍ତି କ'ଣ କରୁଛନ୍ତି? ଆପଣ କହିବେ ମୁହଁରୁ ଡାକୁଛି। ନାଇଁ ଆଜ୍ଞା, ପ୍ରଥମ ଜିନିଷ ଧ୍ୟାନ ଦିଅନ୍ତୁ। ପ୍ରଥମେ ଆପଣ ଆପଣଙ୍କର ବୋଉଙ୍କୁ, ମାଆଙ୍କୁ କିମ୍ବା ମମିଙ୍କର ଚେହେରା ହୃଦୟରେ ଆଣିଲେ, ମନରେ ଆଣିଲେ, ଆଖି ସାମ୍ନାକୁ ଆଣିଲେ ନା, ଅଟୋମେଟିକାଲି ଆସିବ। ସିଏ ଆସି ସାରିଲା, ତାପରେ ଆପଣ ଡାକୁଛନ୍ତି ବୋଉ, ନହେଲେ ମମି, ନହେଲେ ମା, ଡାକୁଛନ୍ତି ନା ଆଜ୍ଞା। ଇଏ ହେଉଛି ନ୍ୟାଚୁରାଲ୍ ଟ୍ରିକ୍। ଯେତେବେଳେ ଆପଣ ଭକ୍ତି କରୁଛନ୍ତି, ପ୍ରଥମ ଜିନିଷ, ତେଣୁକରି ଭଗବାନ କହିଥିଲେ ମନରେ, ହୃଦୟରେ ମୋତେ ଧ୍ୟାନ କର, ଆଗେ ମୋତେ ଭାବିବୁ ଫାଷ୍ଟ। କିଛି ଯଦି କରିନପାରୁଛୁ, ଇଏ ମେନ୍ ଜିନିଷ, ଇଏ ହେଉଛି ପ୍ରାଣ। ଯେମିତିକି ଆମ ଦେହରେ ପ୍ରାଣ ଅଛି, ତେଣୁକରି କୁକୁର, ବିଲେଇ କିମ୍ବା ଯେକୌଣସି ମାଂସାଶୀ ପ୍ରାଣୀ, ଚିଲ ଆମ ପାଖକୁ ଆସିବେନି, କାହିଁକିନା ଆମ ଦେହରେ ପ୍ରାଣ ଅଛି। କିନ୍ତୁ ଯେଉଁ ସମୟରେ ପ୍ରାଣ ଚାଲିଗଲା ଆମ ଦେହରୁ, କାହାକୁ ଡାକିବାକୁ ପଡ଼ିବନି, ସେମାନେ ଅଟୋମେଟିକାଲି ପଳେଇ ଆସିବେ। କୁକୁର, ବିଲେଇ, ଯେତିକି ମାଂସାଶୀ ପ୍ରାଣୀ, ବାଘ, ବ୍ୟାକ୍ଟେରିଆ, ଚିଲ, ଛଞ୍ଚାଣ ଖାଇବା ପାଇଁ ପଳେଇ ଆସିବେ। କାହିଁ? ପ୍ରାଣ ନାହିଁ, ଏଭ୍ରିଥିଙ୍ଗ ଇଜ୍ ଫିନିଶ୍ଡ। ସେଇଭଳିଆ ଆଜ୍ଞା। ତେଣୁ ଭକ୍ତି ଆପଣ 9 ପ୍ରକାର କରିପାରିବେ, 9ଟା ସାରା କରିପାରିବେ, କିମ୍ବା ଗୋଟିଏ କରିପାରିବେ। ସିଏ ହେଉଛି ରୂପ ଧ୍ୟାନ। ମନରେ ଭାବିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ, ଆଗେ ଭାବିବେ, ଖାଲି ଭାବିବେ, କିଛି କରିବା ଦରକାର ନାହିଁ। ବସିଛନ୍ତି, ଭାବନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଆଖି, ନାକ, ପାଟି ମୋ ସାମ୍ନାରେ ବସିଛନ୍ତି, ମୋ ସହିତ କଥା ହେଉଛନ୍ତି, ଖାଉଛନ୍ତି, ମୋ ସହିତ ଖେଳୁଛନ୍ତି। ମୁଁ ଖେଳୁଛି ଲୁଡ଼ୋ, ସିଏ ମୋ ସହିତ ଖେଳିବେ। ଖାଲି ସିଏ କ'ଣ, ଚତୁର୍ଦ୍ଧା ମୂରତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର, ବଳିଆର ଭୁଜ, ମହାମାୟା ମା ସୁଭଦ୍ରା, ସୁଦର୍ଶନ ମହାରାଜ, ଆସ ଗୋଟେ ପାଳି ପକାଇଦେବା, ଆସ ଲୁଡ଼ୋ ପଡ଼ିବ। ଆସିବେ ସିଏ, ଜୀବନ୍ତ ଠାକୁର। ହେଇଗଲା ରୂପ ଧ୍ୟାନ, ଭକ୍ତି ହେଇଗଲା, ଦରକାର ନାହିଁ ଆଉ ଘଣ୍ଟି ବଜେଇବା, କୀର୍ତ୍ତନ କରିବା, ହରେ ରାମ ହରେ କୃଷ୍ଣ କରିକି ନାଚିବା। ଇଏ ହେଉଛି ବେଦଶାସ୍ତ୍ର ପୁରାଣର ନିଚୋଡ଼। ଆପଣ ଦେଖୁନାହାନ୍ତି, ଯେତିକି ମନ୍ଦିରରେ ଯିବେ, କେତେ ହୋମ ଯଜ୍ଞ ହେଉଥିବ, ତାଙ୍କୁ ପଚାରିବେ ମନ କେଉଁଠି ଥିଲା? ଯଦି ମନ ଲାଗିନାହିଁ, ସେ ଯେତିକି ହୋମ ଯଜ୍ଞ ହେଉଛି ସେ ସବୁ ଫିଜିକାଲ ଡ୍ରିଲ୍, ସବୁ ଶାରୀରିକ ବ୍ୟାୟାମ, ତାର କିଛି ଫଳ ମିଳିବ ନାହିଁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବି ଗୀତାରେ ସେଇ କଥା କହୁଛନ୍ତି, ଅର୍ଜୁନ ତୁ 1000 ମର୍ଡର କରୁନୁ, କିଛି ଟେନସନ୍ ନାହିଁ, ମନଟା ମୋତେ ଦେଇଦେ, ଖେଳ ଖତମ, ସଇଲା କଥା, ଟେନସନ୍ ନାହିଁ। ଆଉ ଅର୍ଜୁନ କହୁଛନ୍ତି ଇଏ କି ଟ୍ରିକ୍? ମାନେ ମୁଁ ଯଦି ଆପଣଙ୍କୁ ମୋ ମନ ଦେଇଦେଲି ଆପଣଙ୍କୁ, ତାପରେ ମୁଁ ଯେତେବେଳକୁ ମାଇଲି ମୋର କିଛି ହେବନି ନା? ତୋ ମନଟା ବା ମୋ ପାଖରେ ଅଛି। ମନ ହିଁ କର୍ତ୍ତା ମାନାଯାଏ, ମନ ହିଁ ଇନ୍ଦ୍ରିୟ ମାନଙ୍କର ରାଜା।
ଦେଖୁନାହାନ୍ତି ଆପଣ କେତେ ବଳବାନ ହେଇଥାନ୍ତୁ, ହାତ ପୁରା ବାଇସେପ୍ ଜିମ୍ ଯାଇକି ବଡ଼ି ବନେଇଥିବେ, କିନ୍ତୁ ଯଦି ଆପଣଙ୍କର ଆମିଷ ଖାଇବା ପାଇଁ ଇଚ୍ଛା ନାହିଁ, ମାନେ ମନର ଇଚ୍ଛା ନାହିଁ, ମୋର ମନ ହେଉନି ଆଜି ଆମିଷ ଖାଇବା ପାଇଁ, ଯେତେ ବଡ଼ ବାଇସେପ୍ ହେଇଥାଉ, ପୁରା 17 ଇଞ୍ଚର ବାଇସେପ୍ ହେଇଥାଉ, 18 ଇଞ୍ଚର ବାଇସେପ୍ ହେଇଥାଉ, ହାତ ଯିବନି ଆଜ୍ଞା ଆମିଷ ଖାଇବା ପାଇଁ। କିନ୍ତୁ ଆପଣ କେତେ ବି ଦୁର୍ବଳ ହେଇଥାନ୍ତୁ, ଛୋଟ ଛୁଆଟି ବି ହେଇଥାଉ, ଗୁରୁଣ୍ଡି ତାକୁ ଯଦି ମିଠା ଖାଇବା ପାଇଁ ଇଚ୍ଛା ହେଲା, ମନ ଅଛି ଯେ ମିଠା ଖାଇବି, ସେ ଗୁରୁଣ୍ଡି ଚାଲି ନ ପାରିଲେ ବି ଗୁରୁଣ୍ଡି ଯାଇକି ମିଠା ପାଖରେ ପହଞ୍ଚିଯିବ। ଇଏ ହେଉଛି ମନ ହେଉଛି ରାଜା ଆଜ୍ଞା, ମନ ରାଜା। ମନକୁ ବୁଝନ୍ତୁ, ସବୁ କର୍ମର କର୍ତ୍ତା ମନ ମାନାଯାଏ, ଏସବୁକୁ ଭଗବାନ ଗଣନ୍ତି ନାହିଁ। ହାତ ଗୋଡ଼ର କ୍ରିୟା, ପେଟ ଛାତି ଏସବୁର କ୍ରିୟା କ'ଣ କିଏ ବୋଲୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କେଉଁଠୁ ଗାଇଲେ ଆଜ୍ଞା? ପାଟିରୁ, କଣ୍ଠରୁ। ଯେତେବେଳେ ଗାଉଥିଲେ ନା ଆଜ୍ଞା, କେତେଥର ଧ୍ୟାନ କରିଛନ୍ତି କୃଷ୍ଣଙ୍କର ସେ ଚେହେରା ଆସିଛି, ଜଗନ୍ନାଥଙ୍କର ଚେହେରା ଆସିଛି ହୃଦୟରେ, କେତେଥର ଆପଣ ଭାବିଛନ୍ତି? ଯଦି ଭାବି ନାହାନ୍ତି ତାହେଲେ ଯେତିକି ଥର ହରେ କୃଷ୍ଣ କଲେ ସବୁ ଜିରୋ ହୋଇଗଲା, ଆଜ୍ଞା। ଯେମିତି ମୁଁ ଆପଣଙ୍କ ମାଆଙ୍କର ଉଦାହରଣ ଦେଇଥିଲି, ପ୍ରଥମେ ଆପଣ ମାଆଙ୍କର ଚେହେରା ଆଣିବେ, ତାପରେ ଯାଇ ଡାକିବେ। ଲଜିକାଲି ଏଟା ଆପଣ କହିବେ ଇଏ କି କଥା କହୁଛ? ଆରେ ଜଗନ୍ନାଥଙ୍କ ନାଁ ଥରେ ନେଲେ ପୁରା ଅନନ୍ତ ପାପ ନଷ୍ଟ ହେଇଯାଏ। ସେଇ ତ କହୁଛି ଆଜ୍ଞା, ଭଗବାନ ସେଇ କଥା କହୁଛନ୍ତି ନୈବେଦ୍ୟ ଭକ୍ତିରେ। ତୁମ ନାଁ ନେଉଛୁ ଯେ କେଉଁ ଭଳିଆ ନେଉଛୁ? କମ୍ପଲସରି ହେଉଛି ଆগে ମୋତେ ମନେ ପକେଇବୁ, ତାପରେ ନାଁ ନେବୁ। କାହାଠୁ ଶୁଣୁଛୁ? ସତ୍ସଙ୍ଗ ଶୁଣୁଛୁ, ଆଗେ ମୋତେ ମନେ ପକା, ତାପରେ ସତ୍ସଙ୍ଗ ଶୁଣିବୁ। ଭଜନ ଗାଉଛୁଟି, ଆଗେ ମୋତେ ମନେ ପକା, ତାପରେ ଭଜନ ଗାଇବୁ। ଏସବୁ ଟ୍ରିକ୍। ଆଉ ଧୂପ ଦେଉଛୁ, ଅଗରବତୀ ଦେଉଛୁ, କିନ୍ତୁ ମୋତେ ମନେ ପକାଉନୁ, ମୋତେ ମାନୁନୁ। ସାମ୍ନାରେ ଖାଲି ଫଟୋ ଅଛି ବୋଲି ଭାବୁଛୁ, ମୂର୍ତ୍ତି ଅଛି ବୋଲି ଭାବୁଛୁ, କେମିତି ହେବ? ନୋ ଚାନ୍ସ। ଏଇ ତ ଟ୍ରିକ୍। ଅନନ୍ତ ଜନ୍ମରୁ ତ ଆମେ ଏଇଆ କରି ଆସିଛେ, କେବଳ ଗୀତ ଗାଉଛେ, ନାଚୁଛେ, ଏଇସବୁ କରୁଛେ। ତେଣୁକରି ପୁଣି ମଣିଷ ଜନ୍ମ ମିଳୁଛି, ଭଗବାନ ମିଳୁନାହାନ୍ତି। ଭଗବାନ ମିଳିବା ପାଇଁ ହେଲେ ଟ୍ରିକ୍ ଦରକାର। ଆଗେ ସବୁବେଳେ ହୃଦୟରୁ ଭାବିବା ଦରକାର, ଲୁହ ବାହାରିବା ଦରକାର ମହାପ୍ରଭୁ ପାଇଁ। ଆଉ ଆମେ ମନ ଦେଲେ ସଂସାରକୁ, ଆଉ ହାତ ଗୋଡ଼ ଦେଉଛନ୍ତି ଭଗବାନକୁ। ଭଗବାନ କହୁଛନ୍ତି ମୁଁ ତ ପାଗଳ ଭଳିଆ ଦେଖାଉଛି କି? ମୁଁ ପୁରା ସବୁ ଜାଣୁଛି, ତ ହୃଦୟରେ ଅଛି। ସୁହୃଦୟମ୍ ସର୍ବଭୂତାନାମ୍। ଗୋଟେ କଥା ମନେ ରଖ ଛୁଆ, ମହାପ୍ରଭୁ କହୁଛନ୍ତି ସଂସାର, ଟ୍ରିକ୍ କହିଦେଉଛି ଆଜ୍ଞା, ଟ୍ରିକ୍। ସଂସାରଟା ଏମିତି ଜିନିଷ ଯେ ଆପଣ ଦେହକୁ ସଂସାରକୁ ଦିଅନ୍ତୁ, ଏ ଦେହ ସଂସାର ଚାହୁଁଛି, ଆଉ ଭଗବାନ ଆପଣଙ୍କର ହୃଦୟ, ଆପଣଙ୍କ ମନ ଚାହୁଁଛନ୍ତି। ଦିସ୍ ଇଜ୍ ଦ ଟ୍ରିକ୍। ଆପଣ ଓଲଟା କାମ କରୁଛନ୍ତି, ପଇସା ପତ୍ର ସବୁ ନିଜ ପାଖରେ ରଖିବା ପାଇଁ ଚାହୁଁଛନ୍ତି, ମାନେ ଆପଣ ଓଲଟା କାମ କରୁଛନ୍ତି। ମନକୁ ଦେଇଛନ୍ତି ନିଜ ସ୍ତ୍ରୀକୁ, ମନକୁ ଦେଇଛନ୍ତି ନିଜ ପିଲା ଛୁଆକୁ, ମନକୁ ଦେଇଛନ୍ତି ନିଜର ପଇସା ପତ୍ରରେ, ମନକୁ ଦେଇଛନ୍ତି ନିଜ ଚାକିରି ବାଡ଼ିରେ, ବିଜନେସ୍ରେ, ମନକୁ ଦେଇଛନ୍ତି ନିଜ ଘର ବାଡ଼ିରେ, ମାନେ କାର୍ରେ, ବାଇକ୍ରେ, ଯାହା ବି ଅଛି ଆପଣଙ୍କର ଧନ ସମ୍ପତ୍ତି, ମନକୁ ସେଇଠି ଲଗେଇଲେ। ହାତ ଗୋଡ଼ରେ ଜୁହାର ହେଉଛନ୍ତି ମହାପ୍ରଭୁକୁ। ମହାପ୍ରଭୁ କହୁଛନ୍ତି ମୁଁ କ'ଣ ମୂର୍ଖ ଦେଖାଉଛି କିରେ ତୋତେ? ମହାପ୍ରଭୁ କହୁଛନ୍ତି ମନଟା ମୋତେ ଦେ, ଦେବୁନି? ଆମେ କହୁଛନ୍ତି ନା ଦେବୁନି। ଆଉ ନ ଦେବୁ ଯଦି ଦୁଃଖ କରିବୁ, ମୁଁ କ'ଣ କରିପାରିବି ତୋତେ? ଆଉ ତୁ ଓଲଟା କାମ କରୁଛୁ, ମୋ କଥା ମାନୁନୁ। ବାପା ମାଆଙ୍କ କଥା ନ ମାନିଲେ କ'ଣ ହେବ ଆଜ୍ଞା? ଛୁଆର ଅମଙ୍ଗଳ ହେବ। ବାପା ମାଆ କ'ଣ ଚାହୁଁଛନ୍ତି ଛୁଆର ଅମଙ୍ଗଳ ପାଇଁ? ଛୁଆ ନିଜେ ଅମଙ୍ଗଳ କରୁଛି ନିଜର। ମହାପ୍ରଭୁ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଗୀତାରେ ବାରମ୍ବାର କହିଲେ ମନଟା ମୋତେ ଦେ ଛୁଆ, ଅର୍ଜୁନ ମନ ମୋତେ ଦେ, ଯୁଦ୍ଧ କର, କିଛି ହେବନି। ନହତ୍ୱା ନିବଦ୍ୟତେ, ଭଗବାନ କହୁଛନ୍ତି ସମସ୍ତଙ୍କୁ ମାରିଲେ ମଧ୍ୟ ମୋ ଡାଏରୀରେ ତୁ କାହାକୁ ନ ମାରିବାର ଲେଖାଯିବୁ, କାହିଁକି ନା ତୋ ମନଟା ମୋ ପାଖରେ ଅଛି। ଆପଣଙ୍କୁ ବାରମ୍ବାର ଏ ଜିନିଷ ମୁଁ କହିଛି ଆଜ୍ଞା। ତେଣୁକରି ମନ ଯଦି ଆପଣଙ୍କର ଯେଉଁଠି ଅଛି, ସେଇଭଳିଆ କାମ ଆପଣଙ୍କର ହେବ। ଭଗବାନ ଗୀତାରେ ବି କହୁଛନ୍ତି ମୃତ୍ୟୁ ସମୟରେ ତୋର ମନ ଯେଉଁଠି ଥିବ ତୁ ସେଇ ପ୍ରକୃତିକୁ ପ୍ରାପ୍ତ ହେବୁ। ଆପଣ ଜୀବନ ସାରା ହରେ କୃଷ୍ଣ ଗୀତ ଗାଇ ଆସିଛନ୍ତି, ଭଗବାନଙ୍କୁ ସଂକୀର୍ତ୍ତନ କରିଛନ୍ତି ତାଙ୍କ ନାମ, କିନ୍ତୁ ମଲା ବେଳକୁ ଆପଣଙ୍କର ଇଚ୍ଛା ଆପଣଙ୍କ ପିଲା ଛୁଆ ନାତି ନାତୁଣୀରେ ରହିଯାଇଛି। ପୁଣି ଜନ୍ମ ହେବେ, ପୁଣି ଆଉଥରେ ଏଇ ସଂସାରରେ ପୁଣି ଦୁଃଖ କଷ୍ଟ ପାଇବେ। କ'ଣ ହେଲା ଆଜ୍ଞା? ଇଏ ହେଉଛି ଟ୍ରିକ୍। ଗୀତା ଶିଖାଏ ମରିବାର କଳା। ଆରେ ବଞ୍ଚିବାର କଳା ତ ସମସ୍ତଙ୍କୁ ଜଣା। ପୋକ ମାଛି ବି ଜନ୍ମ ହେଉ କ୍ଷଣି ସେ ଖାଇବା ପିଇବା ବଞ୍ଚି ଯାଉଛନ୍ତି। ଛୋଟ କୁକୁର ଛୁଆଟେ ବି, ପଶୁ ବି ନିଜେ କେମିତି ଚଳିବ, କେମିତି ବଞ୍ଚିବ, କେମିତି ରକ୍ଷା କରିବ ନିଜକୁ, ଖାଇବ ପିଇବ, ଖରା ହେଲେ କେଉଁଠି ଯାଇକି ରହିବ, ଶୀତ ହେଲେ କେଉଁଠି ଯାଇକି ବସିବ, ସବୁ ତାକୁ ଜଣା ଅଛି। ଆମେ କହିବା କଥା ଆମର ଯେଉଁ ଲୋକ ଅଛନ୍ତି ଦେଖୁନାହାନ୍ତି, ଅଧିକ ଶିକ୍ଷିତ ଯେଉଁମାନେ ନୁହନ୍ତି, ଅଳ୍ପଜ୍ଞ ଯେଉଁମାନେ, ମୁଁ କାହାକୁ ଇଙ୍ଗିତ କରି କହୁନାହିଁ, ମଣିଷ ଜନ୍ମ ବି ଦେଖନ୍ତୁ। ସେ ଜନ୍ମ ହେଲା କ୍ଷଣି
ମାନେ କେଉଁଠୁ ରୋଜଗାର କରିବ, କେମିତି କ'ଣ ଖାଇବ ପିଇବ, ପୁଣି ବାହାସାହା ହେବ, ଛୁଆ ଜନ୍ମ କରିବ, ପୁଣି ଘର କେମିତି ବନିବ, ଏଇ ଚିନ୍ତା କରି ପକାଉଛି। ଏ ତ ବଞ୍ଚିବାର କଳା। ମରିବାର କଳା ସମସ୍ତଙ୍କୁ ଜଣା ନାହିଁ। ମରିବା କେମିତି ଆମେ ସେଇଟା ଚିନ୍ତା କରନ୍ତୁ। କାହିଁକିନା ମଲା ପରେ ପୁଣି କେଉଁଠି ଜନ୍ମ ହେବ, କ'ଣ ହେବ, କିଛି ଠିକ୍ ନାହିଁ। ଭଗବାନ କହୁଛନ୍ତି ଗୀତାରେ, ମରିବାର କଳା ଶିଖ ଅର୍ଜୁନ, ବଞ୍ଚିବାର କଳା ତ ସମସ୍ତଙ୍କୁ ଜଣା ଅଛି, ମରିବାର କଳା ଶିଖ। ତେଣୁକରି ଭକ୍ତି ଘରେ ବି ଏମିତି କରିପାରିବେ ଆପଣ। ରୂପ ଧ୍ୟାନ, ମନରେ ଫାଷ୍ଟ ଭାବିବେ ଜଗନ୍ନାଥ ସାମ୍ନାରେ ଅଛନ୍ତି, ମହାପ୍ରଭୁ ଶ୍ରୀ ବଳଭଦ୍ର ସ୍ୱାମୀ ସାମ୍ନାରେ ଅଛନ୍ତି, ମା ସାମ୍ନାରେ ଅଛନ୍ତି, ଏ ସୁଦର୍ଶନ ମହାରାଜ ସେଠି କ'ଣ କରୁଛ, ଏଠି ବସ 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 ବସ। ସେ ବସିବେ ଆଜ୍ଞା, ସେ ବସିବେ। ୟୁ ହାଭ୍ ଟୁ ଫିଲ୍ ଇଟ୍। ସବୁ ଫିଲିଂରେ ହୁଏ, ସବୁ ଫିଲିଂରେ ହୁଏ। ଆପଣ କ'ଣ ଭାବୁଛନ୍ତି ଆଜ୍ଞା, ପଇସା ପତ୍ର ଟଙ୍କାଟେ ଦରକାର ନାହିଁ। ଭଗବାନ କ'ଣ ଆପଣଙ୍କର ପଇସା ପତ୍ର ଚାହୁଁଛନ୍ତି? ପଇସା ପତ୍ର ଚାହୁଁଛନ୍ତି ଆପଣଙ୍କର ପାରିବାରିକ ଲୋକ। ଏ ସଂସାର ଚାହୁଁଛି ଆପଣଙ୍କର ପଇସା ପତ୍ର, ଆପଣଙ୍କର ଦେହ ଚାହୁଁଛି। ସିଏ ଆପଣଙ୍କ ମନ ଚାହୁଁନାହିଁ, ସିଏ ଆପଣଙ୍କୁ ଚାହୁଁନାହିଁ। ମହାପ୍ରଭୁ ଆପଣଙ୍କୁ ଚାହୁଁଛନ୍ତି, ଆପଣଙ୍କ ମନ ଚାହୁଁଛନ୍ତି। ପରୀକ୍ଷା କରନ୍ତୁ ଆଜ୍ଞା, ପରୀକ୍ଷା କରନ୍ତୁ। ତେଣୁ ମହାପ୍ରଭୁଙ୍କୁ ସମୟ ଦିଅନ୍ତୁ, ମନରେ ଧ୍ୟାନ କରନ୍ତୁ, ଆଉ ବାକି ତାପରେ ଯେତିକି କରନ୍ତୁ, ଅସୁବିଧା କିଛି ନାହିଁ। ମହାପ୍ରଭୁ ପ୍ରସାଦ ଲଗାଉଛନ୍ତି, ବଢ଼ିଆ କଥା, କିନ୍ତୁ ଏଇଟା ପରେ, ଏସବୁ ଜିନିଷ ପରେ। ନାମ ଜପ କରିବେ, ବଢ଼ିଆ କଥା, କିନ୍ତୁ ପରେ ଆଗେ ରୂପ ଧ୍ୟାନ, ଆଗେ ଧ୍ୟାନ କରିବେ ମନରେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀରାମ, ନୃସିଂହଦେବ, ଯାହା ଯେକୌଣସି ବୈଷ୍ଣବ, ମାନେ ଯେକୌଣସି ବିଷ୍ଣୁ ତତ୍ତ୍ୱ ଉପରେ ଆପଣଙ୍କର ଆସକ୍ତି ଅଛି, କରନ୍ତୁ, କେହି ମନା କରୁନାହାନ୍ତି ଆପଣଙ୍କୁ। କିନ୍ତୁ ଟ୍ରିକ୍ ହେଉଛି କମ୍ପଲସରି, ୟୁ ହାଭ୍ ଟୁ ଫିଲ୍ ଇଟ୍ इन योर माइंड, यू हैव टू फील इट इन योर हार्ट। दिल से सोचना होगा जी, दिल से। हाँ, आहरी सिंपल कर दूची। बढ़िया बढ़िया खाଇବା ହେଇଛି, ଲାଷ୍ଟ ଥର ବି ଏକ୍ଜାମ୍ପଲ୍ ଦେଇଥିଲି। ବଢ଼ିଆ ବଢ଼ିଆ ଖାଇବା ହେଇଛି, ସବୁ ହେଇଛି, ମସଲା ଫସଲା ପକା ହେଇଛି, ପୁରା ନଇବେ ମାନେ ପୁରା ମାନେ କ'ଣ କହିଲ 56 ଭୋଗ ହେଇଛି। ଆରେ ଚାଖିଲା ବେଳକୁ ଟେଷ୍ଟ ଖରାପ କାହିଁ ଲାଗୁଛି? ସବୁ ପକେଇଲି, 56 ମସଲା ପକେଇଛି, ଆଉ ବଢ଼ିଆ ଗରମ ଗରମ ହେଇଛି, ଠିକ୍ ପୁରା କୁକିଂ ଯେମିତି ହେବା କଥା ପରଫେକ୍ଟ କୁକିଂ ହେଇଛି, ପୁରା ବଢ଼ିଆ ପକୱାନ। ଏରେ ବା ଲୁଣଟା ଦେବା ପାଇଁ ଭୁଲି ଯାଇଛି, ତରକାରୀରେ ବ୍ୟଞ୍ଜନରେ ଲୁଣ ଦେବା ପାଇଁ ଭୁଲି ଯାଇଛି, କ୍ଷୀରିରେ ଚିନି ଦେବା ପାଇଁ ଭୁଲି ଯାଇଛି। ଆଉ କ'ଣଟା ଲାଗିବ? ମେନ୍ ଜିନିଷଟା ଦେଇନ ତମେ ମସଲା ମସଲି ନ ଦେଇଥିଲେ ବି ଚଳିଥାନ୍ତା, ସିଝା ତରକାରୀ ଆମେ ଖାଇଥାନ୍ତୁ। ତାପରେ ଲୁଣଟା ଦେବନି, ଟେଷ୍ଟ କେଉଁଠୁ ଆସିବ? ସେଇଭଳିଆ ଆଜ୍ଞା ଆପଣ ନୈବେଦ୍ୟ ଭକ୍ତିରେ ଏସବୁ କୀର୍ତ୍ତନ, ତାପରେ ପଦଯାତ୍ରା, ବେଦ ପାଠ, ଗୀତା ପାଠ, ହରେ କୃଷ୍ଣ ହରେ ରାମ ସଂକୀର୍ତ୍ତନ, ପୁଣି ଶୁଣୁଛନ୍ତି ସତ୍ସଙ୍ଗ, ସବୁ କରୁଛନ୍ତି, ଠିକ୍ ଅଛି। ଧ୍ୟାନ କେତେ କରୁଛନ୍ତି ଆଜ୍ଞା? ମନଟା ଭଗବାନଙ୍କ ପାଖରେ କେତେ ଟାଇମ୍ ଲାଗିଛି? ଯେତିକି ଟାଇମ୍ ଲାଗିଛି ସେତିକି ଟାଇମ୍ ଆପଣଙ୍କ ଜୀବନର ଗଣା ହେବ, ବାକି ସବୁ ୱେଷ୍ଟ। ଯେମିତି ଡଷ୍ଟବିନ୍ରେ କାଗଜ ଲେଖି ସାରିଲା ପରେ ୱେଷ୍ଟ ତାକୁ ଫୋପାଡ଼ି ଦିଅନ୍ତି, ସେମିତି ବାକି ତକ ଜୀବନର ଘଣ୍ଟା ସମୟ ଆପଣଙ୍କର ଫୋପାଡ଼ି ଦିଆହେବ। ଚିତ୍ରଗୁପ୍ତ ଫୋପାଡ଼ି ଦେବେ, ସବୁ ଯମଦୂତ ସବୁ ଫୋପାଡ଼ି ଦେବେ। ଖାଲି ଏତିକି ଗଣା ହେବ କେତିକି ସମୟ ଭଗବାନଙ୍କ ପାଇଁ ଆପଣଙ୍କ ହୃଦୟ, ଆପଣଙ୍କ ମନ ଲାଗିଥିଲା, ବାସ୍ ସେତିକି। ଯଦି ଗୋଟିଏ ଘଣ୍ଟା ଲାଗିଥିଲା, ଆପଣଙ୍କର 60, 70 ବର୍ଷ, 80 ବର୍ଷର ଜୀବନ ଭିତରେ ସେ ଗୋଟିଏ ଘଣ୍ଟା ହିଁ ମୂଲ୍ୟବାନ, ମାନେ ଅର୍ଥବୋଧକ, ବାକି ସବୁ ନିରର୍ଥକ। ଯଦି ଗୋଟେ ସେକେଣ୍ଡ ବି ଲାଗିଥିଲା, ସେତିକି ହିଁ ମୂଲ୍ୟବାନ, ବାକି ସବୁ ୱେଷ୍ଟ। ଯଦି ଗୋଟେ ବର୍ଷ ବି ଲାଗିଥିଲା, ସେତିକି ମୂଲ୍ୟବାନ, ସେତିକି ହିଁ କାମରେ ଆସିଛି ଆପଣଙ୍କର, ବାକି ସବୁ ୱେଷ୍ଟ। ଆଉ ଯଦି ପୁରା ଜୀବନ ଲାଗିଥିଲା, ତାହେଲେ ବଲ୍ଲେ ବଲ୍ଲେ ହେଇଗଲା ଖେଳ ଆପଣଙ୍କର। ଆପଣଙ୍କୁ ରଖିପାରିବେନି, ଭଗବାନ ଆପଣଙ୍କୁ ମିଳିବେ ହିଁ ମିଳିବେ। ମନ ଘରେ ରହିକି ଏଇଭଳିଆ ହିଁ ଭକ୍ତି କରିବ। ବସିଛନ୍ତି ନା, କେହି ସାଙ୍ଗରେ ନାହାନ୍ତି, ବସିଛନ୍ତି, ଧ୍ୟାନ କରନ୍ତୁ। ମହାପ୍ରଭୁ ଆସିଲେ, କ'ଣ କହୁଛନ୍ତି ମହାପ୍ରଭୁ? ଦାଉଜୀ କ'ଣ କହୁଛନ୍ତି? ସୁଦର୍ଶନ ମହାରାଜ କ'ଣ କହୁଛନ୍ତି? ମା ସୁଭଦ୍ରା ସେଠି ଯାଇ ଖେଳିଲେଣି। ଆଉ ସମସ୍ତେ ଆସ, ଏଠି ବସ ବସ, ଟିକେ କଥା ଅଛି ବସ ବସ ଟିକେ। କାହାକୁ କହିବା ଦରକାର ନାହିଁ, ଆପଣ ଚୁପଚାପ ତାଙ୍କୁ ଅନେଇଥିବେ। ମହାପ୍ରଭୁଙ୍କ ଆଖି କେମିତି ଗୋଲ ଗୋଲ, ଧୋତିଟା କେମିତି ପିନ୍ଧିଛନ୍ତି, ପୀତାମ୍ବରୀ ପାଟ। ଆରେ ମୁଁ ଶୁଣିଛି ପୀତାମ୍ବରୀ ପାଟ ପିନ୍ଧନ୍ତି, ଆଜି କ'ଣ ନୀଳଟା ପିନ୍ଧିଛ? ନୀଳଟା ମୋତେ ବଢ଼ିଆ ଲାଗିଲା। ଆଉ କ'ଣ ଦାଉଜୀ କେମିତି ପିନ୍ଧିଛନ୍ତି? ଦାଉଜୀଙ୍କ ଡ୍ରେସ୍ ଅଲଗା ହେଇଛି, ୟାଙ୍କର ମେକଅପ୍ ଅଲଗା ହେଇଛି। ମା ସୁଭଦ୍ରା କେମିତି ପିନ୍ଧିଛନ୍ତି? ମା ସୁଭଦ୍ରା ମୁଁ ଆପଣଙ୍କୁ ସବୁବେଳେ ଦେଖିଛି, ଆପଣ ଶାଢ଼ୀ ପିନ୍ଧିଥାନ୍ତି, ଆଜି କ'ଣ ଫ୍ରକ୍ ପିନ୍ଧିଛନ୍ତି? ମୋ ଇଚ୍ଛା ହେଲା, ମୁଁ ପିନ୍ଧିଦେଲି। ସୁଦର୍ଶନ ମହାରାଜ ଲାଲ 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 ଦେଖାଯାଉଛନ୍ତି। ଧ୍ୟାନ, ଦିସ୍ ଇଜ୍ ଦ ଟ୍ରିକ୍। କାହାକୁ କହିବା ଦରକାର ନାହିଁ, ସିକ୍ରେଟ୍ ଟ୍ରିକ୍ କହୁଛି, କାହାକୁ କହିବା ଦରକାର ନାହିଁ। ମହାପ୍ରଭୁ ଆପଣଙ୍କ ସାମ୍ନାରେ ମାନେ ଜୀବନ୍ତ ଦେଖାଦେବେ, ଜୀବନ୍ତ, କିନ୍ତୁ କାହାକୁ କହିବେନି ଆଜ୍ଞା। କହିଲା ମାନେ ଆପଣଙ୍କୁ ଲୋକ ପାଗଳ ବୋଲି ଭାବିବେ। ଧୀରେ 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 ସେହି ବିଶ୍ୱାସ ଆପଣଙ୍କ ଭିତରେ ଏତେ ହେଇଯିବ ଯେ ମଲା ବେଳକୁ ବି ଆପଣଙ୍କୁ ସେହି ମହାପ୍ରଭୁ, ସେ ଚତୁର୍ଦ୍ଧା ମୂର୍ତ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର, ବଳିଆର ଭୁଜ, ମହାମାୟା ମା ସୁଭଦ୍ରା, ସୁଦର୍ଶନ ମହାରାଜ ଆପଣଙ୍କ ସାମ୍ନାରେ ଠିଆ ହେଇଥିବେ। ମଲା ବେଳକୁ ଆପଣଙ୍କ ମାଇଣ୍ଡଟା ଏଇ ମହାପ୍ରଭୁଙ୍କ ପାଖରେ ଥିବ, ଆଉ ଆପଣ ସିଧା ଗୋଲୋକକୁ ପଳେଇବେ, ସିଧା ଷ୍ଟ୍ରେଟ୍। ଦିସ୍ ଇଜ୍ ଦ ଟ୍ରିକ୍, ମରିବାର ଟ୍ରିକ୍।
ଆଉ ଇଏ ହେଉଛି ଟ୍ରିକ୍ ଗୃହସ୍ଥରେ ରହି ଘରେ ରହି ସାଧନା କରିବାର। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।